ଆଜ୍ଞା ୟୁଟ୍ୟୁବ୍ ପାଇଁ ନା 15 ମିନିଟ୍ରୁ ଅଧା ଘଣ୍ଟା ମ୍ୟାକ୍ସିମମ୍ କାଫି ଅଟେ। ବହୁତ କିଛି ଅଟେ 15 ମିନିଟ୍। ଆପଣ 15 ମିନିଟ୍ ଦିଅନ୍ତୁ ଆଉ ବାକି ଟାଇମ୍ ବାହାରେ ଦିଅନ୍ତୁ। ନମସ୍କାର ଓଡ଼ିଶା, ଜୟ ଜଗନ୍ନାଥ। ମୋର ଏଇ ମିନି ବ୍ଲଗ୍ରେ ଆଉ ସମସ୍ତେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି। ଆଉ ଆପଣମାନେ ନିଶ୍ଚିତ କହିବେ କେମିତି ଅଛନ୍ତି। ମୁଁ ଆଶା କରୁଛି ଭଗବାନଙ୍କ କୃପାରୁ ଆପଣମାନେ ବି ଭଲରେ ଥିବେ। ଠିକ୍ ଅଛି, ଆଜି ମୁଁ ଆପଣମାନଙ୍କୁ ଗୋଟେ ଇମ୍ପୋର୍ଟାଣ୍ଟ କଥାଟେ କହିବି, ଯାହାକି ଜାଣିବା ସମସ୍ତଙ୍କ ପାଇଁ ଦରକାର ଆଜିର ଡେଟ୍ରେ, ହେଲା। ଆଉ ମୁଁ ଆପଣ ସମସ୍ତଙ୍କୁ କ୍ଷମା ବି ମାଗିବି ଆଉ ଅନୁରୋଧ ବି କରିବି। ଠିକ୍ ଅଛି, ତାହେଲେ ଚାଲ। ଆଜ୍ଞା ମାନେ ଦେଖନ୍ତୁ, ଆଜି ହେଉଛି ସୋସିଆଲ୍ ମିଡ଼ିଆର ଦୁନିଆ। ସୋସିଆଲ୍ ମିଡ଼ିଆରେ ଆସିବା ଆଗରୁ ଆମକୁ ବହୁତ କିଛି ଚିନ୍ତା କରିବାକୁ ପଡ଼ିଥାଏ। ଲୋକମାନେ କ'ଣ କହିବେ, ଲୋକ ପଡ଼ୋଶୀ କ'ଣ କହିବେ, କ'ଣ ଭାବିବେ, କେମିତି ଆମକୁ ଲାଗିବ, ଏସବୁ ଲାଗେ ତ। ଏସବୁ ମୋତେ ବି ଲାଗିଥିଲା ଗୋଟେ ଦିନ। କିନ୍ତୁ ମୁଁ ଯେତେବେଳେ ଜାଣିଲି କି ସୋସିଆଲ୍ ମିଡ଼ିଆରେ ପଇସା ଇନକମ୍ ବି ହୁଏ, ଆଉ ବର୍ତ୍ତମାନରେ ମୁଁ ଜାଣିଛି। ମୁଁ କାହିଁ 5 ବର୍ଷ କି 10 ବର୍ଷ ଆଗରୁ ଜାଣିନଥିଲି, ବର୍ତ୍ତମାନରେ ମୁଁ ଜାଣିଛି। ଏଇ କେବେ ହେବ, ଏଇଟା ସେପ୍ଟେମ୍ବର 2025 ହେବ, ହେଲା। ତ ମୁଁ ଯେତେବେଳେ ଜାଣିଲି ସେତେବେଳେ ଠିକ୍ ଅଛି ଷ୍ଟାର୍ଟ କରିନେବା ଦରକାର। ଠିକ୍ ଅଛି, କେମିତି ଭିଡ଼ିଓ ବନାଉଛନ୍ତି ଯେ ଲାଜ କରିବା ଦରକାର କୁହନ୍ତୁ। ଆମର ତ ପୁରା ଢାଙ୍କା ହେଇକି ଶରୀରରେ କପଡ଼ା ପିନ୍ଧିଛନ୍ତି, ତ କେମିତି ଲୋକମାନେ ତ ପୁରା ଅଶ୍ଳୀଳ ଫଟୋ ଭିଡ଼ିଓ କରିକି ପଠାଉଛନ୍ତି, କିନ୍ତୁ ତାଙ୍କୁ ଲାଜ ଲାଗୁନି। କିନ୍ତୁ ଆପଣମାନଙ୍କୁ ଭିଡ଼ିଓ କରିବାକୁ ଲାଜ ଲାଗୁଛି କାହିଁକି? ଏଇ ଡରକୁ ନା ହଟେଇ ଦିଅନ୍ତୁ। ଆପଣ ଖାଲି ସେମିତି କିଛି ନାହିଁ, ଏଇଠି ଲାଜ ଫାଜ କିଛି ବି ନାହିଁ। ଦେଖନ୍ତୁ, କ'ଣ ପାଇଁ ଲାଜ ଲାଗିବ? କେତେ ଲାଜ ଲାଗିବ କୁହନ୍ତୁ? କେତେ ଦିନ ପର୍ଯ୍ୟନ୍ତ ଭିଡ଼ିଓ ବନେଇବାକୁ ଲାଜ ଲାଗିବ? କୁକିଂ ଭିଡ଼ିଓ ଲାଜ ଲାଗିବ? ଆଉ ଯଦି ବି କହିକି ବନାଉଛନ୍ତି ତାହେଲେ ଲାଜ ଲାଗିବ କି କୁହନ୍ତୁ? ଲାଜ କ'ଣ ପାଇଁ? ଏଇ ମନ ଭିତରେ ଥିବା ଡରକୁ ନା ଭଗାନ୍ତୁ ପ୍ରଥମେ ଯଦି ଭଗେଇ ଦେଲେ ତାହେଲେ ପଛେ ଆପଣଙ୍କୁ ନା କିଛି ଲାଗିବନି, କିଛି ବି ନାହିଁ। ମୋତେ ତ କିଛି ବି ଲାଗିନଥିଲା ପ୍ରଥମ ଥର। ମୁଁ କହିଥିଲି କ'ଣ ଗୋଟେ ଭିଡ଼ିଓ ବନେଇବାକୁ କହିଥିଲି, କିନ୍ତୁ ମୋ ସାଙ୍ଗ କହିଥିଲା, ମୁଁ କହିବି ତାକୁ ମୋ ନିଜର ଭଗବାନଟେ କହିବି। ଭଗବାନ ଯିଏକି ନିଜେ ଭଗବାନ ଆସିକି ବୋଧେ କହିଥିଲେ କି ସୋସିଆଲ୍ ମିଡ଼ିଆ ଟ୍ରାଏ କର। ଠିକ୍ ଅଛି, ଟ୍ରାଏ କରିବି। କିନ୍ତୁ ମୋତେ ବି ଲାଜ ଲାଗୁଥିଲା। ଲାଜ କରିବା କ'ଣ ଅଛି? ସେ ବି କହିଥିଲା ଲାଜ କଲେ କ'ଣଟା ହେବ? ତୁ ଦୁନିଆରେ ବାହାରେ ଯାଇକି ଯେଉଁ କାମ କରୁଛୁ, ତୋତେ କ'ଣ ଲାଜ ଲାଗୁନି? ଲୋକମାନେ ଦେଖୁଥାନ୍ତି ଯେ ଅଫଲାଇନ୍ରେ, ତାହେଲେ ସୋସିଆଲ୍ ମିଡ଼ିଆକୁ ଆସିବାକୁ କ'ଣ ପାଇଁ ଲାଜ ଲାଗୁଛି? ଷ୍ଟାର୍ଟ କର କହିକି ସେ ବି ମୋତେ ଅନୁରୋଧ କରିଥିଲା। ଆଉ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ମୁଁ ଯେତେବେଳେ ଜାଣିଲି ଆପଣମାନଙ୍କୁ ବି ଅନୁରୋଧ କରୁଛି, ଆପଣମାନେ ବି ସୋସିଆଲ୍ ମିଡ଼ିଆରେ ଆସିକି କାମ କରନ୍ତୁ। ଫେସବୁକ୍, ଇନଷ୍ଟା କିଛି ଅଛି, ଆଉ କିଛି ପ୍ଲାଟଫର୍ମ ଅଛି, ହେଲା। ଏଇଟା ହେଉଛି ୟୁଟ୍ୟୁବ୍, ଆଉ ୟୁଟ୍ୟୁବ୍ରେ ମୁଁ ବି କାମ କରୁଛି, ଆପଣମାନେ ବି କାମ କରନ୍ତୁ, ବୁଝିଲେ ତ। ଯେଉଁମାନେ ଆଜି ନହେଲେ କାଲି ଯେଉଁମାନେ ଷ୍ଟାର୍ଟ କରୁଛନ୍ତି ନା, ଭବିଷ୍ୟତରେ କେବେ ନା କେବେ ସକ୍ସେସ୍ ନିଶ୍ଚିତ ହେବ। ଗୋଟେ ଦିନ ନହେଲେ କ'ଣ ହେଲା, ଗୋଟେ ଦିନ ନିଶ୍ଚିତ ହେବ। ସେଇଥିପାଇଁ କହୁଛି ଟିକେ ଧୈର୍ଯ୍ୟ ରଖିବ, ବାକି ସବୁକିଛି ଠିକ୍ ହେଇଯିବ। ସେପାଇଁ ମୁଁ ସମସ୍ତଙ୍କୁ, ଯେତେ ଜଣ ଭାଇ ଭଉଣୀ, ମା' ବାପା ମୋ ଭିଡ଼ିଓ ଦେଖୁଛନ୍ତି ନା, ନିଶ୍ଚିତ ଟିକେ ଭିତରେ ମନ ଦେଇକି ଟିକେ ବୁଝିବାକୁ ଟିକେ ଚେଷ୍ଟା କରନ୍ତୁ କି ସୋସିଆଲ୍ ମିଡ଼ିଆ କ'ଣ ଅଛି। ସୋସିଆଲ୍ ମିଡ଼ିଆରେ ବହୁତ କିଛି ଅଛି। ସୋସିଆଲ୍ ମିଡ଼ିଆ ଜୀବନକୁ ବି ବଦଳି ଦେଇଛି, ହେଲା। ଆପଣଙ୍କର ଜୀବନ ବି କେବେ ବଦଳି ଯାଇପାରେ। ସେଇଥିପାଇଁ ଅନୁରୋଧ କରୁଛି, ମୁଁ ହାତ ଯୋଡ଼ୁଛି ଟିକେ ଆପଣଙ୍କ ପାଖରେ। ସେଇଥିପାଇଁ ବୁଝିଲେ ତ, ଗରିବକୁ ବି ଦୂର କରିଦେଇଛି ଆଜ୍ଞା ଏଇ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ, ବୁଝିଲେ। ଆଉ ଡେରି କାହିଁକି କରୁଛନ୍ତି? ଉଠାନ୍ତୁ ଫୋନ୍, କ୍ୟାମେରା ଅନ୍ କରନ୍ତୁ, ଭିଡ଼ିଓ ବନାନ୍ତୁ, ଆପଣଙ୍କର ୟୁଟ୍ୟୁବ୍ କ୍ୟାରିୟର ଷ୍ଟାର୍ଟ କରନ୍ତୁ।
ବୁଝିଲେ ତ। ଆଜି ମୁଁ ବି ଷ୍ଟାର୍ଟ କରିଛି, ମୁଁ ଦିନ ଜାଣିଥିଲି ଯେମିତି ଟିକେ ଆମକୁ ବି ସଂଘର୍ଷ କରିବାକୁ ପଡ଼ିବ। ଯେମିତିକି ଆମେ ଜନ୍ମ ହେଲା ପରେ ଗୋଟେ ଦିନ ଆମେ ବି ଚାଲିନଥାଉ ନା, ସେମିତି ଗୋଟେ ଦିନ ନୁହେଁ, ଗୋଟେ 5 ବର୍ଷ ଲାଗିପାରେ, 2 ବର୍ଷ ଲାଗିପାରେ, ସକ୍ସେସ୍ ନିଶ୍ଚିତ ହେବ। ସେଇଥିପାଇଁ 15 ମିନିଟ୍ ଦିଅନ୍ତୁ ୟୁଟ୍ୟୁବକୁ, ବେଶୀ ନାହିଁ, 15 ମିନିଟ୍ କାଫି ହେଇଯିବ ୟୁଟ୍ୟୁବ ପାଇଁ। କେବଳ 15 ମିନିଟ୍ ହିଁ କାଫି, ବୁଝିଲେ ତ। ସେତିକିରେ ବହୁତ କିଛି କରିଦେବ ୟୁଟ୍ୟୁବ। ବୁଝନ୍ତୁ ଟିକେ, ଅନୁରୋଧ କରୁଛି ଆପଣ ସମସ୍ତଙ୍କୁ। 15 ମିନିଟ୍ ଆଜ୍ଞା ବହୁତ କିଛି। ଆଜ୍ଞା ୟୁଟ୍ୟୁବ ପାଇଁ ନା 15 ମିନିଟ୍ରୁ ଅଧା ଘଣ୍ଟା ମ୍ୟାକ୍ସିମମ୍ କାଫି ଅଟେ, ବହୁତ କିଛି ଅଟେ 15 ମିନିଟ୍। ଆପଣ 15 ମିନିଟ୍ ଦିଅନ୍ତୁ, ଆଉ ବାକି ଟାଇମ୍ ବାହାରେ ଦିଅନ୍ତୁ, ଅନୁରୋଧ କରୁଛି। ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ବ୍ଲଗ୍ ଭିଡ଼ିଓ ଦେଖିବା। ରହୁଛି, ଜୟ ଜଗନ୍ନାଥ।